ସାଇକୋଲୋଜି କହିଥାଏ ପୁରୁଷମାନଙ୍କ ଭିତରେ ଟେଷ୍ଟୋଷ୍ଟିରନ୍ ହର୍ମୋନ୍ ମହିଳାମାନଙ୍କ ତୁଳନାରେ 20% ଅଧିକ ଥାଏ। ଏହି କାରଣ ପାଇଁ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ତେବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ କରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଅଧିକ ବୟସର ଆଣ୍ଟିମାନେ କେଉଁଭଳି ସାଇଜ୍ର ଲିଙ୍ଗ ତାଙ୍କ ବିଆରେ ପଶାଇବାକୁ ଅଧିକ ପସନ୍ଦ କରିଥାନ୍ତି? ଏହାର ଉତ୍ତର ହେଉଛି 7 ରୁ 8 ଇଞ୍ଚ ଲମ୍ବର ଲିଙ୍ଗ ପଶାଇବାକୁ ପସନ୍ଦ କରିଥାନ୍ତି। ମହିଳାମାନେ କେଉଁଭଳି ପୁରୁଷ ସହିତ ବାରମ୍ବାର ସେକ୍ସ କରିବାକୁ ଚାହିଁଥାନ୍ତି? ଏହାର ଉତ୍ତର ହେଉଛି ଯେଉଁ ପୁରୁଷ ପୋଜିସନ୍ ବଦଳାଇ ଘେଇଥାନ୍ତି ଓ ଅଧିକ ସମୟ ଲଗାଇଥାନ୍ତି। ମହିଳାମାନଙ୍କର ବିଆକୁ ଚାଟିବା ପୂର୍ବରୁ କ'ଣ କରିବା ଉଚିତ? ଏହାର ଉତ୍ତର ହେଉଛି ବିଆକୁ ଭଲ ଭାବରେ ସଫା କରିବା ଉଚିତ। ପୁରୁଷମାନେ ନିଜର ସେକ୍ସର ସମୟ ଓ ଶକ୍ତିକୁ ବଢ଼ାଇବେ କେମିତି? ଏହାର ଉତ୍ତର ହେଉଛି 6-7 କାଜୁ ବାଦାମ, 8-10 କିସମିସ୍ ଓ 3-4 ଖଜୁରୀ ପାଣିରେ ଭିଜାଇ କ୍ଷୀର ସହିତ ପ୍ରତିଦିନ ସେବନ କରିବା ଉଚିତ। ସାଇକୋଲୋଜି କହିଥାଏ ବୁଢ଼ୀ ମହିଳାର ବିଆରୁ ପାଣି ବାହାରିବା ବେଳେ ପୁଅମାନଙ୍କୁ ନିଜ ଛାତି ଉପରକୁ ଟାଣି ନେଇ ଜୋରରେ ଜାବୁଡ଼ି ଧରିଥାନ୍ତି ଓ ଓଠକୁ ଓଠ ସହିତ ଲଗାଇ ରଖିଥାନ୍ତି। ସାଇକୋଲୋଜି କହିଥାଏ ବିଭିନ୍ନ ପ୍ରକାରର ସେକ୍ସ ପୋଜିସନ୍ ଆମର ଅଲଗା ଅଲଗା ମାଂସପେଶୀକୁ ମଜବୁତ କରିଥାଏ, ଯାହା ଶରୀରର ସୁନ୍ଦରତାକୁ ବଢ଼ାଇବା ପାଇଁ ବହୁତ ସାହାଯ୍ୟ କରିଥାଏ। ସାଇକୋଲୋଜି କହିଥାଏ ଯେଉଁ ଝିଅମାନେ କଥାରେ କାନ୍ଦିଥାନ୍ତି ଓ ସବୁବେଳେ ଦୁଃଖରେ ରହିଥାନ୍ତି, ଏମିତି ଝିଅମାନଙ୍କୁ ପୁଅମାନେ ବିଲକୁଲ ବି ପସନ୍ଦ କରିନଥାନ୍ତି।